ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। କାଲି ଯାତ୍ରା ଦେଖିକି ଆସି ସାରିଲା ପରେ ଶୋଇଥିଲୁ ଯେ ଉଠିଲୁ ଯାଇକି ଦିନ 11ଟା ବେଳେ। ତ ଆଜି ତ ଆମ ଘରେ ମୋର ତୃତୀୟ ଦିନ। ଆଜି ମୁଁ ଆମ ଘରକୁ ପଳେଇ ଯିବି। ତ ଚାଲନ୍ତୁ ଦେଖିବା ଆଜିର ଦିନଟା ଆମର କେମିତି କଟୁଛି। ତ ସକାଳୁ ଉଠିଲା ବେଳକୁ ମା ପ୍ରଥମେ ଧରେଇ ଦେଇଥିଲେ ଦେଶୀ ଅଣ୍ଡାକୁ ସିଝେଇକି, ତାକୁ ମୁଁ ଖାଇ ଦେଇଥିଲି। ତାପରେ ଭାଇ ଯାଇକି ମାର୍କେଟରୁ ନେଇ ଆସିଥିଲା ଦହିବରା, ତାକୁ ମଧ୍ୟ ମୁଁ ଏଇଠି ଖାଇଦେଉଛି। ତାପରେ ଦେଖିଲି ଯେ ଆମ ଝିଅ ଆଉ ମୋ 2 ଜଣ ଭଉଣୀ ଛୋଟବେଳେ ଆମେ ଯେମିତି ଖେଳୁଥିଲୁ ସେମିତି ମାଟିରେ ବସିକି ଖେଳୁଛନ୍ତି। ତାପରେ ମା ଡାକି ଦେଇଥିଲେ ଚିକେନ କଷା ହେଇଯାଇଛି, ଖାଇବୁ। ମୁଁ ପଳେଇ ଯାଇଥିଲି ଚିକେନ କଷା ଖାଇବା ପାଇଁ। ତାପରେ ଏଇଠି ମୁଁ ଭାତ ବି ଖାଇ ଦେଇଥିଲି। ଭାତ ଖାଇସାରିଲା ପରେ ସବୁ ଜିନିଷପତ୍ର ରେଡ଼ି କରିଦେଉଥିଲି, କାହିଁକିନା ଶୀଘ୍ର ଶୀଘ୍ର ଘରକୁ ବାହାରିବାର ଅଛି। ଆପଣମାନେ ଭାବୁଥିବେ ବୁରା ଭିତରେ କ'ଣ, ଆରେ ୟା ଭିତରେ ପୁରା ସବୁ ମକର ସଜ ଅଛି, ମକରରେ ସବୁ ଯେଉଁ ଦିଅନ୍ତି। ତ ଚାଲିଲେ ମୁଁ ଆମ ଘରକୁ ସମସ୍ତଙ୍କୁ ମୁଣ୍ଡିଆ ମାରିକି ବାଏ କରିଦେଇକି ଚାଲି